जय जय जगन्नाथ, जय जय जगन्नाथ, जय जय जगन्नाथ। नीलाचल निवासाय नित्याय परमात्मने बलभद्र सुभद्राभ्यं जगन्नाथयते नमः। जय जगन्नाथ स्वामी नयन पथगामी भवतु मे भवतु मे भवतु मे। समस्त जगन्नाथ भक्त समस्त हृदय मोर ये प्रणाम करुछि। आज आम जाना भक्त भावर कथा। भक्त माधव दास प्रभु श्री जगन्नाथ। वीडियो टी शेष पर्यंत शुणा मोर अनुरोध। आपण गुंडीचा माँ मंदिर पाखरे गोटे मठ थिला, ता ना है दशावतार मठ। गुंडीचा मंदिर पाखरे एबे गले आपण माने देखिबे प्रमाण सहकार। से मठ को प्रत्येक दिन माधव दास महोदधि स्नान करी से मठ रे तांकर साधु लोक वैष्णव लोक प्रत्येक दिन भगवान को नाम को जप करते। दिने न देखले प्रभु जगन्नाथ माधव दास अन्न जल स्पर्श करती ना। माधव दास प्रत्येक दिन जगन्नाथ को देखती। जगन्नाथ प्रिय भक्त माधव दास। प्रभु माधव दास जगन्नाथ प्रत्येक दिन जे भगवान को दर्शन करती, जदि तार असुविधा टाइम रे न आसी पारिल भगवान ताको दर्शन करती। ता द्वार को जाती भगवान। जो भक्त भगवान पाक दिने न आसी पारे भगवान ताको द्वार को जाती, तार दुख सुखर साथी बनती। दिनकर घटना, माधव दास को अचानक जोर जर है। आउ जगन्नाथ को दर्शन करने को आसी पारे माधव दास। जगन्नाथ रत्न सिंहासन रे मंगलावती है, पहुड़ी भोग है। जिते बड़ सिंहार बेश है, प्रभु जगन्नाथ खाली एपट सेपट है। बलभद्र ठाकुर भाई पचारे कालिया कौन है आजिकल एपट सेपट हो मन स्थिर ना ना। मो भक्त माधव दासटा कहीं दी दिन है आसुनी। बड़ भाई बलभद्र कहले माधव टाक बा जर हो। जगन्नाथ कहले जर हो मो भक्त को। भारी दुख मनर थाए। तालकुड़िया महानदी कूल माधव दास गोटे तालपत्र पके शोईछंती। जर देह मुंड कंपुची, देह मुंड आ संभाली पाना माधव दास। कहीं नहांती, पुओ नहीं, झील नहीं, कहीं नहांती संसार एका। भगवान को से समर्पित कथा। भगवान आसिले आ रत्न सिंहासन मो कालिया शांत रही पारे। आसिले दुई भाई जाक नोलिया रूप आसिले। आसिक जगन्नाथ माधव दास देहरे हाथ मारिदे। माधव दास देह जो हाथ मारिदे माधव दास देह शिहरण उठिला। बोला किए आपण ना नाई नाई कौन माधव आज जगन्नाथ को दर्शन करने को जाइन ना। नाई 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 जरटा जोरी हो तो आ संभाली पारुनी। प्रभु के मो देहटा टे भल करदे। मो प्रभु को दी दिन है देखनी। मो भगवान को दी दिन है देखनी ना। तमें किए ना मैं समुद्र कूलर महोदधि कूलर नोलिया पिला दी जन। माछ डंगा मारत कहली कौन मो
ଏଠି ବୃଦ୍ଧ ଜଣକ ଶୋଇଛନ୍ତି। ପୂଜାରୀ କହିଲା, ପ୍ରଭୁ ଆପଣ ମୋତେ ନୁଚଉଛନ୍ତି ନା? ଆପଣ ପରା ଚନ୍ଦନ କର୍ପୂର ବାସ୍ନା ହେଉଛନ୍ତି, ଆପଣ ପରା ତୁଳସୀ ବାସ୍ନା ହେଉଛନ୍ତି। କିଏ ଆପଣ ମୋତେ କୁହନ୍ତୁ, କାହିଁକି ମୋତେ ପରିଚୟ ଲୁଚେଇ ରଖୁଛନ୍ତି ପ୍ରଭୁ? ନାରାୟଣ ମହିଳି ନୀଳାଦିନାଥମ୍ ଜଗତମାଧି ସଞ୍ଚିତମ୍ ସ୍ୱରୂପ ଶରଣ୍ୟନାଥମ୍ ଶ୍ରୀନୀଳପୁତ୍ରାଧିପତି ବରେଣ୍ୟ ସୁରେନ୍ଦ୍ର ବନ୍ଦେ ପ୍ରଣତସ୍ୟ ନିତ୍ୟମ୍। ଭଗବାନ କହିଲେ, ମୁଁ ରତ୍ନ ସିଂହାସନରୁ ଦୂରେଇ ଆମେ ଆସିଛୁ, କାଳିଆ ଆଉ ବଳିଆ। କାନ୍ଦି ପକେଇଲା ମାଧବ ଦାସ। କହିଲା, ପ୍ରଭୁ ମୋ ପାଖକୁ ଆସିଛନ୍ତି। କହିଲା, ତୋତେ 2 ଦିନ ହେଲା ଆମେ ଦେଖିନୁ, ଭଲ ଲାଗୁନି, ତୁ ଯାଇନି ତ? କହିଲା, ଠାକୁରେ ଦେହଟା ଜୋରରେ ଜ୍ୱର ହେଉଛି, ଆଉ ସମ୍ଭାଳି ପାରିଲିନି, ଯାଇପାରିଲିନି ପ୍ରଭୁ ତୁମ ପାଖକୁ। କମ୍ପରେ ଆଉ ଥରି ଯାଉଛି ଦେହଟା, କେମିତି ଟିକେ ମୋ ଜ୍ୱରଟାକୁ ଭଲ କରିଦିଅନ୍ତିନି ପ୍ରଭୁ। ନା ମାଧବ, କ'ଣ ଔଷଧ ଖାଇଥିଲ? ନା ପ୍ରଭୁ, ମୋର ତ ଔଷଧ ବଡ଼ ଔଷଧ, ତୁଳସୀ ପତ୍ର ପାଇଛି ପ୍ରଭୁ ସକାଳୁ। ନା ମାଧବ, ତମକୁ ଆଉ କାଲିଠାରୁ ଜ୍ୱର ହବନି। ନା ସତ କହୁଛନ୍ତି ପ୍ରଭୁ? ନା ତମେ କାଲିଠୁ ଆମକୁ ଯିବ ମନ୍ଦିରକୁ ଦର୍ଶନ କରିବାକୁ। ଆମେ ଯେମିତି ତମ ପାଖକୁ ଆଜି ଆସିଛୁ, ତମେ କାଲି ସକାଳୁ ସମ୍ପୂର୍ଣ୍ଣ ନିରୋଗ ହେଇଯିବ, ତମେ କାଲି ସକାଳୁ ମୋ ପାଖକୁ ଯିବ। ମାଧବ ଶୋଇଲେ। କହିଲେ, ହଉ ମାଧବ ଶୋଇପଡ଼, ଆମେ ଆସୁଛୁ। 2 ଭାଇ ଯାକ ପଳେଇ ଆସିଲେ। ସକାଳ ପାଇ ଆସିଲା ବେଳକୁ ମାଧବ ଦାସର ଦେହ ସମ୍ପୂର୍ଣ୍ଣ ଭଲ ହୋଇଯାଇଥିଲା। ମାଧବ ଦାସ ପୂର୍ଣ୍ଣ ଭାବରେ ପୁଣି ମହୋଦଧିରେ ଯେତେବେଳେ ସ୍ନାନ ସାରି ବଡ଼ଦାଣ୍ଡରେ ପହଞ୍ଚିଗଲେ, ଜଗନ୍ନାଥଙ୍କୁ 2 ଦିନ ହେଲା ଦେଖିନାହାନ୍ତି। ଅନ୍ତର କାନ୍ଦୁଛି, ଭଗବାନଙ୍କୁ ଦେଖିନାହାନ୍ତି 2 ଦିନ ହେଲା ମାଧବ ଦାସ। ଯାଇ ପହଞ୍ଚିଗଲା ବଡ଼ଦେଉଳରେ। ଡାକିଲେ, ମୋ ପ୍ରଭୁ ମଣିମା, କୋଉଠି ଅଛ ମଣିମା? ମୁଁ ଦେଖିଲି 2 ଦିନ ହେଲା। ସିଂହଦ୍ୱାର ଭିତରୁ ଡାକ ଦେଲେ ବଡ଼ ପଣ୍ଡା। କହିଲେ, ନାଇଁ 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 ନାଇଁ, ଆଜି ଭଗବାନ କାହାକୁ ଦର୍ଶନ କରିପାରିବେନି। ନା କାହିଁକି? ନା ଭଗବାନ ଜ୍ୱରରେ କମ୍ପୁଛନ୍ତି, ଭଗବାନଙ୍କୁ ଜ୍ୱର ଜୋରେ ହେଇଛି। ମାଧବ ଦାସ କହିଲେ, ଜ୍ୱର ହେଇଛି ମୋ ପ୍ରଭୁଙ୍କୁ? ନା ହଁ, ଏବେ ଆଉ ଦେଖି ହବନି, ତୁମେ ଯାଅ। ମାଧବ ଦାସ କାନ୍ଦିଲେ, ଆଖିରୁ ଧାର ଧାର ଲୁହ ବୋହିଗଲେ। କହିଲେ, ପ୍ରଭୁ ମୋ ଜ୍ୱରଟାକୁ ଆପଣ ଚୋରି କରି ଆଣିଲେ ନା? ମୋ ଜ୍ୱରକୁ ଆପଣ ଚୋରି କରି ଆଣିଲେ ପ୍ରଭୁ? ସିଂହଦ୍ୱାର ତଳେ ନଖାଇ ନ ପିଇ ପଡ଼ି ରହିଲେ ମାଧବ ଦାସ। କହିଲେ, ଭଗବାନଙ୍କୁ ମୋର ନ ଦେଖିଲେ ମୁଁ ଯିବିନି ଏଠୁ। 15 ଦିନ ହେଲା ଅଣସର ଘରୁ ପ୍ରଭୁ ବାହାରିଲେ। ମାଧବ ଦାସକୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ମାଧବ ଦାସ ଗଲେ। ଜଗନ୍ନାଥଙ୍କ ଆଖିକି ଯେତେବେଳେ ଆଖି ମିଶାଇ ଦେଲେ, ଜଗନ୍ନାଥ କହିଲେ, ମାଧବ ଆସିଛ? ନା ପ୍ରଭୁ, ଆପଣ ବଡ଼ କପଟିଆ। ମୁଁ ତ ମୋର ମହୋଦଧି କୂଳରେ ଜ୍ୱରରେ କମ୍ପୁଥିଲି, ଆପଣ କାହିଁକି ମୋ ଜ୍ୱରଟାକୁ ହରଣ କରି ନେଇ ଆଇଲେ ପ୍ରଭୁ? ମୋ ଜ୍ୱରଟାକୁ କାହିଁକି ହରଣ କରିଦେଲେ ପ୍ରଭୁ? ମୁଁ ମୋର ଜ୍ୱରରେ ପଡ଼ୁଥିଲି ପ୍ରଭୁ, ଭଲରେ ଥିଲି। ନା ମାଧବ, ମନ ଦୁଃଖ କରନି। ଆଜିଠାରୁ ଏ ସାରା ବିଶ୍ୱ ବ୍ରହ୍ମାଣ୍ଡ ଜାଣିବ, ମୁଁ ସୁନା କୂଅ ପାଣିରେ ଗାଧେଇଲି ବୋଲି ମୋତେ ଜ୍ୱର ହେଲା। ତମ ମୁଣ୍ଡରେ ପାପର ଭାର ଯିବନି। ତମ ଜ୍ୱର ମୁଁ ହରଣ କରି ଆଣିଛି ବୋଲି କେହି ଜାଣିବେନି, ସମସ୍ତେ ଜାଣିବେ ମୁଁ ଅଦିନ୍ୟ ସୁନା କୂଅର ପାଣିରେ ଗାଧେଇଛି ବୋଲି ଆମକୁ ଜ୍ୱର ହେଇଛି। ମୁଣ୍ଡ ବାଡ଼େଇ ଦେଲା ମାଧବ ଦାସ। କହିଲା, ପ୍ରଭୁ କ'ଣ କଲେ ପ୍ରଭୁ? ମୋ ଜ୍ୱରଟାକୁ ଆପଣ ଚୋରି କରି ଆଜି ଏଡ଼େ ବଡ଼ ପାପରେ ମୋତେ ଭାଗି କରିଦେଲେ। ଜଗନ୍ନାଥଙ୍କୁ ଦର୍ଶନ କରି ମାଧବ ଦାସଙ୍କ ଛାତିରେ କୋହ କାନ୍ଦୁଥାଏ। ଭଗବାନ କେତେ ଭଲ ପାଇବା, କେତେ ଭକ୍ତ, କେମିତିଆ ଭକ୍ତ ସିଏ। ଭକ୍ତ ମାଧବ ଦାସ
ଭାବ ବିନୋଦିଆ ଠାକୁର ମୁଁ କାଳିଆ ଶାନ୍ତ। ମାଧବ ଦାସ ଆଉ ସହିପାରିଲେନି ଭଗବାନଙ୍କର ଏ ରୂପ କଦାପକୁ ଦେଖି। ମନରେ ଖାଲି ଭାବିଲେ ପ୍ରଭୁ ମୋ ଜଳଜଳି କରିଦେଲେ। ମାଧବ ଦାସ ଜଗନ୍ନାଥଙ୍କୁ ଦର୍ଶନ କରିସାରି ଆସି ନିଜ ଦେହକୁ ପ୍ରାଣ ତ୍ୟାଗ କରିଦେଲେ। ଭକ୍ତ ଭାବ କିଭଳିଆ ଭାବ ପ୍ରଭୁ ଜୀବନଟା ପ୍ରଭୁ ଆଉ ରହିକି ମୋର ଲାଭ କ'ଣ?